ହେଲା। ସପ୍ତମ ଶ୍ରେଣୀର ସାହିତ୍ୟ ବହିର ପଦ୍ୟ ପଢ଼ା ହେବ ଛୋଟରୁ ବଡ଼। ବୁଝିପାରୁଛ? ଗୋଟିଏ ଛୋଟରୁ ବଡ଼ ଲେଖକ ହେଲେ ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି। କବିଙ୍କ ପରିଚୟ। କବି ଜାନକୀ ବଲ୍ଲଭ ମହାନ୍ତି ଜଣେ ବିଶିଷ୍ଟ ଆଧୁନିକ କବି, ସମାଲୋଚକ, ଗାଳ୍ପିକ, ଶିଶୁ ସାହିତ୍ୟିକ। ସେ ପିଲାମାନଙ୍କ ପାଇଁ ଅନେକ କାହାଣୀ, ଗଳ୍ପ, କବିତା ଲେଖିଛନ୍ତି। ଛୋଟରୁ ବଡ଼ କବିତାରେ ବହୁ କ୍ଷୁଦ୍ର ଜିନିଷ ମଧ୍ୟରେ କିପରି ବିରାଟତ୍ୱ ଲୁଚି ରହିଛି ତାହା ବର୍ଣ୍ଣନା କରିଛନ୍ତି। ସାମାଜିକ ମୂଲ୍ୟ ବୁଝି ନୂତନ ଚେତନାରେ ଆଗେଇ ଯିବା ପାଇଁକି ଯୁବଗୋଷ୍ଠୀକୁ ସେ ଆହ୍ୱାନ ଦେଇଛନ୍ତି। ଛୋଟିଆ ଛୋଟିଆ ଜିନିଷ ତୁମେ ଧରିକି ରଖିଲେ କେତେ ବଡ଼ ହୋଇପାରିବ ସେଇ ଜିନିଷ କବି ଏଠାରେ ଦର୍ଶାଇଛନ୍ତି। ଯେମିତି ତୁମେ ଯଦି ସଞ୍ଚୟ କରିବ ଡେଲି ଟଙ୍କାଏ ଟଙ୍କାଏ, କେତେ ଟଙ୍କା ତୁମ ପାଖରେ ହେଇଯାଇଥିବ ତୁମେ କେବେ କଳ୍ପନା କରିପାରିବ ନାହିଁ। ତୁମେ ସିନା କୁରକୁରି ମୁରକୁରି ଆଣି ଖାଇଦେଉଛ ଡେଲି 10-20 ଟଙ୍କା, ତୁମେ ଗୋଟେ ଘଡ଼ି କରିକି ବା ଗୋଟେ କୁମ୍ପି କରିକି ପକେଇକି ରଖିବ, ସେ କେତେ ପଇସା ତୁମ ପାଖରେ ହେଇଯିବ ତୁମେ କଳ୍ପନା କରିବ ନାହିଁ। ତେଣୁ ଛୋଟ ଜିନିଷକୁ କେବେ ହେୟ ମନେ କରିବ ନାହିଁ। ସେଇ ବିଷୟରେ ମାନେ କ'ଣ କରିଛନ୍ତି ନା କବି ଲେଖିଛନ୍ତି। ତେଣୁ ତା ସ୍ୱରଟା କେମିତି ହେବ ମୁଁ ଟିକେ ଦେଖୁଛି। କାନନେ ଫୁଟି ଛୋଟ ଫୁଲଟି ଭିତରି ଯାଏ ବାସ, ଛୋଟ କୂଅଟିଏ ଯୋଗାଏ ଦଳ ଲୋକ ବରଷେ ମାସ, ক্ষুদ্র এক দীপ শিখা তমাশা পারে জিণি, ক্ষুদ্র বাড়ি ধারাটিয়ে প্রবল সত্যস্বনী, পুলকে আনে ক্ষুদ্র গীতি লক্ষ্য জন মনে, অমিয় ঢালে ললিত স্বরে বিদুর বহু প্রাণে। তেଣୁ ଛୋଟିଆ ଫୁଲଟିଏ ହେଲା ଯେତେବେଳେ ଫୁଟିଥାଏ ତା ଯେଉଁ ସୁଗନ୍ଧ ବାସଟା ଚାରିଆଡ଼କୁ ମାଡ଼ିଯାଏ। ଛୋଟିଆ ଫୁଲଟା କିନ୍ତୁ ବଢ଼ିଆ ବାସ ଛାଡ଼େ, ତୁମ ନାକରେ ବାଜିଲେ କେତେ ବଢ଼ିଆ ବାସ ଛାଡ଼ୁଛି ସମସ୍ତେ କହନ୍ତି। ଲକ୍ଷ ଲକ୍ଷ ଲୋକ ପାଖକୁ ଗଲେ ସେ କହିପାରେ ନା ନାହିଁ। ସେମିତି ଛୋଟିଆ ପୁଅଟିଏ ସେ କ'ଣ କରେ, ଛୋଟିଆ ପୁଅଟେ କିନ୍ତୁ ବର୍ଷକ 12 ମାସ ଯେତେ ଲୋକ ଚାହିଁଲେ ବି ପାଣି ନେଇକି ପିଇପାରେ। ତେଣୁ ଛୋଟ ବୋଲିକି ଆମେ ତାକୁ କେବେ ହେୟ ମାନେ କରିବା ନାହିଁ। ক্ষুদ্র ଏକ ଦୀପ ଶିଖା ତମସା ପାରେ ଜିଣି, ଛୋଟିଆ କ୍ଷୁଦ୍ର ଦୀପ ଶିଖାଟାଏ ରାତିରେ ଯେତେବେଳେ ଜଳେ ସେ ଚାରିଆଡ଼କୁ ତା'ର ପ୍ରଦୀପ ବା ଆଲୋକ ଦେଖାଇ ଦେଇଥାଏ। ତେଣୁ ଛୋଟିଆ ଦୀପଟାଏ ବୋଲି ତୁମେ ତାକୁ କେବେ ହେୟ ମନେ କରିବ ନାହିଁ। ক্ষুদ্র ବାରି ଧାରାଟି ହୁଏ ପ୍ରବଳ ସ୍ରୋତସ୍ୱନୀ। ক্ষୁଦ୍ର ଜଳ ଧାରା ଯେଉଁ ଛୋଟିଆ ଜାଳ ପାଣି ପଡ଼ୁଛି, ଯେଉଁ ଛୋଟିଆ ଧାରାଟେ ବହି ଯାଉଛି, ତୁମେ ତ ଛୋଟ ଭାବ ନାହିଁ। ସେଇ ଛୋଟିଆ ଧାରାଟି ବଡ଼ ହେଇକିରି ନଈ ଆକାର, କେତେ ନଈ ଦେହରେ କେତେ ବଡ଼ ପାଣି ଆସେ, କେତେ ବଡ଼ ସୁଅରେ ସବୁ ଭାସି ଭୁସି ଯାଇ ପଳେଇ ଯାଆନ୍ତି। ଛୋଟ ବୋଲିକି ତାକୁ କେବେ ଭାବିବେ ନାହିଁ। ପୁଲକ ଆଣେ ক্ষুদ্ର ଗୀତି ଲକ୍ଷ ଜନ ମନେ, ଛୋଟିଆ ଗୀତଟାଏ ଯେତେବେଳେ ସୁମଧୁର କଣ୍ଠରେ ଯିଏ ବୋଲି ପକାଏ ସେତେବେଳେ ତୁମ କାନରେ ବାଜେ କି ମଧୁର ଶୁଭେ ନା ନାହିଁ। ଛୋଟିଆ ଗୀତଟିଏ ହେଉ ବରଂ ତୁମ ସ୍ୱର ମଧୁର ହେଇଥିବ, ଗୀତର କିଛି ଅର୍ଥ ଥିବ, ତୁମକୁ ଯେଉଁ ଆନନ୍ଦ ଲାଗିବ ସେ ଆନନ୍ଦ କେହି ଦେବେ ନାହିଁ। ତେଣୁ ଛୋଟ ବୋଲିକି ତୁମେ କାହାକୁ ହେୟ ମନେ କରିବ ନାହିଁ। ତେଣୁ ଇଏ ତୁମର ଆଜି ମୁଁ ପଢ଼େଇଲି ପାର୍ଟ 1, କାଲି ଫେର ତୁମକୁ ପଢ଼େଇବି ପାର୍ଟ 2ରେ ସବୁ ବୁଝେଇବି। ଗୀତଟାକୁ ପୁରା ସ୍ୱର ଦେଇକି ତୁମକୁ ବୋଲେଇବି ହେଲା। ଏ ଯେଉଁ ଯେତିକି ସ୍ୱର ଦେଇଲି, ଯେମିତି କାନନେ ଫୁଟି ଛୋଟ ପିଲା ଫୁଲଟି ଭିତରି ଯାଏ ବାସ, ଛୋଟ କୂଅଟେ ଯୋଗାଏ ଜଳ ଲୋକ ବରଷ ମାସ। ଏଇ ଟାଇପ୍ର ସ୍ୱର କରିପାରିବ ତୁମେ ବି ନିଜ ମନକୁ ଅନ୍ୟ କିଛି ସ୍ୱର କରିପାରିବ ହେଲା। ତେଣୁ ଆଜି ସେତିକି ରହିଲା, କାଲି ତୁମକୁ ପାର୍ଟ 2 ପଢ଼େଇବି।